ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଏନ୍ଇପି ବିଷୟରେ ଆଲୋଚନା କରିବା। ଓଡ଼ିଶାରେ ଜାତୀୟ ଶିକ୍ଷାନୀତିର ରୂପାୟନ। ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ପରମ୍ପରାରେ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ହେଉଛି ଜାତୀୟ ଶିକ୍ଷାନୀତି 2020। ଭାରତର ମୂଲ୍ୟବୋଧ ଓ ଉପଲବ୍ଧିର ବ୍ୟବସ୍ଥା ଭିତରେ ଶିକ୍ଷା ଓ ସଂରଚନା ଓ ପୁନର୍ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି। ଏହି ଶିକ୍ଷାନୀତିରେ ପ୍ରତ୍ୟେକ ବ୍ୟକ୍ତି ତା'ର ସୃଜନଶୀଳତା ଓ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି। ପ୍ରାଥମିକ ଶିକ୍ଷାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଉଚ୍ଚଶିକ୍ଷାରେ ବୌଦ୍ଧିକ ସାମର୍ଥ୍ୟର ସହାୟକ ହେବ। ପରିବର୍ତ୍ତନଶୀଳ ବିଶ୍ୱରେ ଶିକ୍ଷାର୍ଥୀର ପରିବେଶ ଜଡ଼ିତ ଜଟିଳ ଜ୍ଞାନ ଚିନ୍ତନ ଓ ପାଠ୍ୟବୋଝକୁ ହ୍ରାସ କରିବା ବହୁମୁଖୀ ଲକ୍ଷ୍ୟରେ ପ୍ରୟାସ ଧାରାରେ ଜାତୀୟ ଶିକ୍ଷାନୀତି 2020 ଆସିଛି। ନୂତନ ଶିକ୍ଷାନୀତି 2020 ପୂର୍ବ ଶିକ୍ଷାନୀତିର 34 ବର୍ଷ ପରେ ପ୍ରଣୟନ କରାଯାଇଛି। ଏହି ଶିକ୍ଷାନୀତି ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବାକୁ ଅଭିପ୍ରେରିତ। ସାମ୍ବିଧାନିକ ଅଧିକାରକୁ ଆଖି ଆଗରେ ରଖି ପାଠ୍ୟଦାନ ଓ ଶିକ୍ଷାନୁଷ୍ଠାନର ମୂଳ ଦାୟିତ୍ୱ ତଜ୍ଜଡ଼ିତ ପ୍ରଯୁକ୍ତିବିଦ୍ୟାର ପ୍ରତିଫଳନ ହିଁ ଜାତୀୟ ଶିକ୍ଷାନୀତି 2020। ତତ୍ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରତିଫଳନ ହିଁ ନୂତନ ଶିକ୍ଷାନୀତିର ଆଧାରଶିଳା। ବିଦ୍ୟାଳୟ ଶିକ୍ଷାରେ ପ୍ରଚଳିତ ଢାଞ୍ଚା 10+2କୁ ବଦଳାଇ 5+3+4 ବର୍ଷିଆ ଶିକ୍ଷା ଢାଞ୍ଚା ଆରମ୍ଭ କରାଯିବା ପାଇଁ ସୁପାରିଶ ହୋଇଅଛି। 5+3+3+4 ପ୍ରଥମ 5 ବର୍ଷ ହେଉଛି ଅଙ୍ଗନବାଡ଼ି ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମୌଳିକ ସ୍ତର। ତାପରେ 3 ବର୍ଷ ହେଉଛି ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପ୍ରସ୍ତୁତି ସ୍ତର। ତାପରେ ତୃତୀୟ ବର୍ଷ ପଞ୍ଚମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟମ ସ୍ତର। ତାପରେ 4 ବର୍ଷ ଅଷ୍ଟମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ସ୍ତର। ଏହିଭଳି 5+3+3+4 ଭାବରେ ବିଭକ୍ତ କରାଯାଇଅଛି। ମାଧ୍ୟମିକ ଶିକ୍ଷା ସ୍ତର ପରେ ନିଜ ରୁଚି ବା ମେଧା ଅନୁସାରେ ବୃତ୍ତିଗତ ତଥା ଡାକ୍ତର, ଇଞ୍ଜିନିୟର, ଶିକ୍ଷକରେ ପ୍ରବେଶ ହୋଇପାରିବେ। ଏବେର 3 ବର୍ଷିଆ ପରିବର୍ତ୍ତେ 4 ବର୍ଷିଆ ସ୍ନାତକ ପ୍ରଚଳନ ହେବ। ପ୍ରଥମ ବର୍ଷରେ 2ଟି ସେମିଷ୍ଟାର ପ୍ରମାଣପତ୍ର ପାଇଁ, ଦ୍ୱିତୀୟ ବର୍ଷରେ 4ଟି ସେମିଷ୍ଟାର ଡିପ୍ଲୋମା ପାଇଁ, ତୃତୀୟ ବର୍ଷରେ 6ଟି ସେମିଷ୍ଟାର ଡିଗ୍ରୀ ପ୍ରମାଣପତ୍ର ପାଇଁ, 4 ବର୍ଷରେ 8ଟି ସେମିଷ୍ଟାର ଡିଗ୍ରୀ ସମ୍ମାନ ସହ ଗବେଷଣା ପତ୍ର ପାଇଁ ଏହିଭଳି ଭାବରେ ବିଭକ୍ତ କରାଯାଇଛି। ବର୍ଷ କିମ୍ବା 2 ବର୍ଷରେ ପାଠ ଛାଡ଼ୁଥିବା ପୁଣି ଆଉଥରେ ଅଧାରୁ ପାଠ ପଢ଼ିପାରିବେ। ଏହି ସଂସ୍କାର ଏବେର ବ୍ୟବସ୍ଥାରେ ନାହିଁ। ନୂଆ ଶିକ୍ଷାନୀତିରେ ବହୁ ପ୍ରବେଶ ଓ ବହୁ ପ୍ରସ୍ଥାନ ଥିବାରୁ ଶିକ୍ଷାର୍ଥୀମାନେ ଲାଭାନ୍ୱିତ ହେବେ। ବର୍ତ୍ତମାନର ଅନର୍ସର ପରିବର୍ତ୍ତେ ମେଜର ଓ ମାଇନର 2ଟି କିମ୍ବା 3ଟି ବିଷୟରେ ପାଠ ପଢ଼ିପାରିବେ। ନୂଆ ଢାଞ୍ଚାରେ ଗୋଟିଏ ମେଜର 2ଟି ମାଇନର ଅଥବା 2ଟି ମେଜର 3ଟି ମାଇନର ବିଷୟକୁ ନେଇ ପାଠ ପଢ଼ିପାରିବେ। ନୂତନ ଶିକ୍ଷାନୀତିରେ ବହୁ ବିଷୟ ବହୁ ଶୃଙ୍ଖଳ ପାଠ୍ୟକ୍ରମ ପ୍ରଚଳିତ। କଳା, ବାଣିଜ୍ୟ, ବିଜ୍ଞାନ ପ୍ରଭେଦ ରହିବ ନାହିଁ। ମହାବିଦ୍ୟାଳୟର ସୁବିଧା ଥିବା ବିଷୟକୁ ନେଇପାରିବେ। କଳା ବିଭାଗର ମେଜର ବିଷୟରେ ନେଇଥିବା ଶିକ୍ଷାର୍ଥୀ ବିଜ୍ଞାନ ବିଷୟରେ ମାଇନର ନେଇପାରିବେ, କିନ୍ତୁ ମହାବିଦ୍ୟାଳୟର ସୁବିଧା ଅନୁସାରେ ସ୍ଥିର କରାଯିବ। ପାଠ ଛାଡ଼ିବାର 2 ବର୍ଷ ମଧ୍ୟରେ ପୁଣି ପୁନଃ ପାଠ ଆରମ୍ଭ କରିବାକୁ ହେବ। ପ୍ରତ୍ୟେକ ପିଲାର ଆଧାର ଆଇଡି କ୍ରିଏଟ୍ କରାଯିବ। ଅଟୋମେଟେଡ୍ ପରମାନେଣ୍ଟ ଆକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି ଏବଂ ପେନ୍ ପରମାନେଣ୍ଟ ଏଜୁକେସନ ନମ୍ବର ମଧ୍ୟ କ୍ରିଏଟ୍ କରାଯାଇପାରିବ। ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ହେବ। ପ୍ରତ୍ୟେକ ସେମିଷ୍ଟାର 6 ମାସ କିନ୍ତୁ 90 ଦିନର ପାଠପଢ଼ା କାର୍ଯ୍ୟ ହେବ। ପ୍ରତ୍ୟେକ ମେଜର ବିଷୟ ପାଇଁ 8ଟି କ୍ରେଡିଟ୍, ମାଇନର ବିଷୟ ପାଇଁ 4ଟି କ୍ରେଡିଟ୍ ହେବ। ଏଥିରେ ଏଇସି ଆବିଲିଟି ଏନହାନ୍ସମେଣ୍ଟ କୋର୍ସ, ତାପରେ ଆପଣଙ୍କର ଏସଏଇସି ସ୍କିଲ୍ ଏନହାନ୍ସମେଣ୍ଟ କୋର୍ସ ଏବଂ ଭିଏସି ଭ୍ୟାଲୁ ଆଡେଡ୍ କୋର୍ସ, ମଲ୍ଟିଡିସିପ୍ଲିନାରୀ କୋର୍ସ 22 କ୍ରେଡିଟ୍ସ। ପ୍ରତ୍ୟେକ କ୍ରେଡିଟ୍ 15 ଘଣ୍ଟା ଓ ଥିଓରି ପାଇଁ 30 ଘଣ୍ଟାର ପ୍ରାକ୍ଟିକାଲ ମଧ୍ୟ ରହିବ।
ସେହିପରି 2ଟି ମେଜର ପାଠ ପଢ଼ୁଥିବା ପିଲା 26ଟି କ୍ରେଡ଼ିଟ୍ ପାଠ ପଢ଼ିପାରିବେ, ଅର୍ଥାତ୍ ମାଇନର ନ ନେଇ ପଢ଼ିବେ। ଅନ୍ୟ ଅର୍ଥରେ କହିଲେ 1ଟି ମେଜର 2ଟି ମାଇନର ପାଠ ପଢ଼ିଲେ 3 ବର୍ଷରେ ସମୁଦାୟ 126ଟି କ୍ରେଡ଼ିଟ୍ ପଢ଼ାଯିବ। 2ଟି ମେଜର 3 ବର୍ଷରେ 150ଟି କ୍ରେଡ଼ିଟ୍ ପାଠ ପଢ଼ିବେ। 2ଟି ମେଜର 3 ବର୍ଷରେ 150ଟି କ୍ରେଡ଼ିଟ୍ ପଢ଼ିବେ। 3ଟି ମାଇନର ପଢ଼ିଲେ 3 ବର୍ଷରେ 126ଟି କ୍ରେଡ଼ିଟ୍ ପଢ଼ିବେ। 3 ବର୍ଷର ପରୀକ୍ଷା ଫଳ କୃତି ଦେଖି ଛାତ୍ରଛାତ୍ରୀଙ୍କୁ ଅନର୍ସ କିମ୍ବା 4 ବର୍ଷିଆ ଗବେଷଣା ପାଇଁ ପଢ଼ାଯିବ। 4 ବର୍ଷିଆ ଡିଗ୍ରୀ 3 ବର୍ଷ ପରେ ଶିକ୍ଷାର୍ଥୀର ପରୀକ୍ଷା ଫଳ ଅନୁଯାୟୀ ଯେଉଁ ପିଲା CGPA 7.5ରୁ ଅଧିକ ରଖୁଥିବେ ସେମାନେ 4 ବର୍ଷିଆ ଅନର୍ସ କିମ୍ବା ଗବେଷଣା ରିସର୍ଚ୍ଚରେ ପାଠ ପଢ଼ିପାରିବେ। 4 ବର୍ଷିଆ ଡିଗ୍ରୀ କରୁଥିବା ଶିକ୍ଷାର୍ଥୀମାନେ ଗୋଟିଏ ବର୍ଷ ସ୍ନାତକୋତ୍ତର ପାଠ ପଢ଼ିବେ। ଢାଞ୍ଚା ସହ ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ଦେବେ ଶିକ୍ଷକ। ଶିକ୍ଷକମାନେ PhD ଡିଗ୍ରୀ ହାସଲ କରିବେ। ମାନବ ସମ୍ବଳ ବିନିଯୋଗ କରି 14ଟି ଧନ୍ଦାମୂଳକ ପାଠ୍ୟକ୍ରମ ନିଆଯାଇଛି। ଏହି ଶିକ୍ଷାବର୍ଷ 24-25 ଲାଗୁ ହେଉଥିବା ଉଚ୍ଚଶିକ୍ଷା ସ୍ନାତକ ପାଇଁ 40ଟି ମୂଳ ବିଷୟ ପାଇଁ ପ୍ରସ୍ତୁତି ହେବା ସହିତ 2ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, 112ଟି ବହୁ ବିଷୟ ଶିକ୍ଷା, 56ଟି ମୂଲ୍ୟଯୁକ୍ତ ଶିକ୍ଷା, 84ଟି ଦକ୍ଷତା ଭିତ୍ତିକ ପାଠ୍ୟକ୍ରମ ପ୍ରଚଳିତ ହେବ। ପୁନଶ୍ଚ ଜଣେ ଶିକ୍ଷାର୍ଥୀ ଚାହିଁଲେ ଏକକାଳୀନ 2ଟି ଡିଗ୍ରୀ ହାସଲ କରିପାରିବେ। ସେଥିରୁ ଗୋଟିଏରେ ପ୍ରତ୍ୟକ୍ଷ କଲେଜକୁ ଯାଇ ଅନ୍ୟଟି ମୁକ୍ତ ବିଶ୍ୱବିଦ୍ୟାଳୟରୁ ହାସଲ କରିହେବ। ପରୀକ୍ଷାର ଗୁଣାତ୍ମକକୁ ଗୁରୁତ୍ୱ ଦିଆଯିବ। ଉପସ୍ଥାନ ବା ଆଟେଣ୍ଡାନ୍ସ ପାଇଁ ମାର୍କ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ମିଡ୍ ସେମିଷ୍ଟାର ଓ ସେମିଷ୍ଟାର 2ଟି ପରୀକ୍ଷା ହେବ। ଏହାର ମାର୍କ ସମୁଦାୟ ମାର୍କରେ ମିଶି ଗ୍ରେଡ୍ ପଏଣ୍ଟ ହିସାବ କରାଯିବ। ପ୍ରାକ୍ଟିକାଲ ନଥିବା 100 ମାର୍କିଆ ବିଷୟରେ 60 ସେମିଷ୍ଟାର ମାର୍କ, 20 ମିଡ୍ ସେମିଷ୍ଟାର ମାର୍କ, 5 ଉପସ୍ଥାନ ମାର୍କ, 5 ପ୍ରଶ୍ନୋତ୍ତରୀ ମାର୍କ, 5 ଆସାଇନମେଣ୍ଟ ମାର୍କ ଓ 5 ଉପସ୍ଥାପନା ପାଇଁ ଦିଆଯିବ। ମୋଟ 100 ମାର୍କ ହେବ। ପ୍ରାକ୍ଟିକାଲ ଥିବା ବିଷୟ ପାଇଁ 50 ମାର୍କ ସେମିଷ୍ଟାର ମାର୍କ, 20 ମିଡ୍ ସେମିଷ୍ଟାର ମାର୍କ, ସେଥିରେ 10 ଥିଓରି 10 ପ୍ରାକ୍ଟିକାଲ, 5 ଉପସ୍ଥାନ ମାର୍କ, 5 ପ୍ରଶ୍ନୋତ୍ତରୀ ମାର୍କ ଓ 20 ଶେଷ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯିବ। ଉପସ୍ଥାନ ମାର୍କ ଅଭାବ ପାଇଁ ପରୀକ୍ଷା ଦେବା କଷ୍ଟକର ହେବ। NEP 2020ର ପ୍ରଚଳନ ପାଇଁ ଶିକ୍ଷକ, ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷା ପ୍ରଶାସକଙ୍କର ଭାଗିଦାରୀ ମାଧ୍ୟମରେ ସଫଳ ଓ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରାଯାଇପାରିବ। ତେବେ ସମସ୍ତେ ମିଶିଲେ ଯାଇ ଏହା ସଫଳ କରାଯାଇପାରିବ। ନୂତନ ଶିକ୍ଷାନୀତିରେ ସମସ୍ୟା ଆସିପାରେ, କିନ୍ତୁ ଦୃଢ଼ ମନୋବଳ ଓ ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ଶିକ୍ଷାନୀତି ସଫଳ ରୂପାୟନ ସମ୍ଭବ। ଏଥିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଦେଦୀପ୍ୟମାନ ହେବ ଓ ଶିକ୍ଷାର୍ଥୀମାନେ ଲାଭାନ୍ୱିତ ହେବେ। NEP ବିଷୟରେ ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ କମେଣ୍ଟ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।